ପିଲାମାନେ ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ପିଲାମାନେ ଆପଣ ଯେଉଁମାନେ ବି ଆମର ଏଇ ଏକ୍ଜାମ୍ କ୍ରାକ୍ସ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ନୂଆ ଅଛନ୍ତି ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କୁ କମ୍ପିଟେଟିଭ୍ ରିଲେଟେଡ୍ କଲେଜ ରିଲେଟେଡ୍ ପ୍ରତିଟି ଖବର ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ ଆମେ ଉଦ୍ୟମ କରୁଛୁ। ତେଣୁ କିଛି ଜାଣିବା ପାଇଁ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ତ ପିଲାମାନେ ଦେଖନ୍ତୁ, ଆଜି ପେପରରେ ଗୋଟେ ଆର୍ଟିକଲ ଆସିଥିଲା ଆପଣଙ୍କର ଆର୍ଆଇ ଚାକିରି ନାଁରେ 11 ଲକ୍ଷ ଚୁନା। ଠିକ୍ ଅଛି, ଆର୍ଆଇ ଚାକିରି ପାଇଁ ପିଲେ 11 ଲକ୍ଷ ଟଙ୍କା ଲୁଟ୍ ହେଇଛି। ଏ ଯେଉଁ ବାବୁ ଜଣକ ଅଛନ୍ତି ଆମର ଅବସରପ୍ରାପ୍ତ ସରକାରୀ ବାବୁ, 11 ଲକ୍ଷ ଆର୍ଆଇ ଚାକିରି ନାଁରେ ଆମର ସେମିତି ବହୁତ ସାରା ଆମର ସ୍କାମ୍ ଦେଖାଯାଉଛି। ପିଲେ ଆଗରୁ ବି ପ୍ରଶ୍ନପତ୍ର ଲିକ୍ ହେଇଛି। OSSC କହିବା, OSSC କଥା କହିବା, ଆପଣଙ୍କର ରିସେଣ୍ଟଲି ଏଠି ଜୁନିୟର ଟିଚର କଥା ଦେଖନ୍ତୁ, ଏବଂ ନିଟ୍ରେ ଯେଉଁ ସ୍କାମ୍ ଚାଲିଛି ତାହା ବି ଦେଖନ୍ତୁ। ଏନ୍ଡିଏର ଯେଉଁ ପ୍ରୋସେସ୍ ରହିଥିଲା, ଗୋଟିଏ ସେଣ୍ଟରରୁ 6-7 ଜଣ 720 ନମ୍ବର, ଏବଂ ତାହା ପୁନର୍ବାର ଏକ୍ଜାମ୍ ମଧ୍ୟ ହେବାକୁ ଯାଉଛି, ଯେଉଁଥିରେ କି ଆପଣଙ୍କର ଯେଉଁ 1500-1600 ପିଲା ଗ୍ରେସ୍ ପାଇଥିଲେ ସେମାନେ ଏକ୍ଜାମ୍ ଦେବେ। ସେହିପରି ଆମର ପୂର୍ବରୁ ଟିଚର ମଧ୍ୟ OSSCରେ ବହୁତ ସାରା ଲିକ୍ ଚାଲିଛି, ଏବଂ ରିସେଣ୍ଟଲି ଫାୟାରମ୍ୟାନ୍ ହେଇଥିଲା, ସେଠି ମଧ୍ୟ ଖବର ଶୁଣାଯାଉଛି ଯେ କିଛିଟା ପଦବୀ ବିକ୍ରି ହେଉଛି। ତ ପିଲାମାନେ ମୁଁ କହି ରଖେ, ଟଙ୍କା ଦେଇ ଚାକିରି କରିବାକୁ ଆପଣ କେବେ ବି ପ୍ରିଫର୍ କରନ୍ତୁ ନାହିଁ। ଠିକ୍ ଅଛି, ଟଙ୍କା ଦେଇ ଚାକିରି କରିବାକୁ କେବେ ବି ଆପଣ ପ୍ରିଫର୍ କରନ୍ତୁ ନାହିଁ। ଆପଣ ଜୋର ସହରରେ ପାଠ ପଢ଼ାରେ ଲାଗନ୍ତୁ। ଠିକ୍ ଅଛି, ଏବଂ ଏଇ ଯେଉଁ ପ୍ରକାର ଜିନିଷ ମନକୁ ଆସୁଛି ଆପଣମାନଙ୍କର ଯେ ଟଙ୍କା ଦେଇ ଚାକିରି ହେବ, ଧର ଆପଣଙ୍କର ଦେଖନ୍ତୁ ଆର୍ଆଇ 600 କି 700 ପୋଷ୍ଟ ବାହାରିଛି, 300 ପୋଷ୍ଟ ଧରନ୍ତୁ ବାହାରିଛି, କ'ଣ ସେଥିରୁ 150 ପୋଷ୍ଟ ବିକ୍ରି ହେଇଯିବ? ସେମିତି ପିଲେ ହେବନି। ଆଉ ଏଇଟା ଗୋଟେ ଜିନିଷ ଦେଖିବା, ପୂର୍ବରୁ ତ ସରକାର ଏବେ ବଦଳିଗଲା, ନୂଆ ସରକାର ଆସିଲା ପରେ ଆପଣମାନେ ନିହାତି ପକ୍ଷେ କମେଣ୍ଟ ସେକ୍ସନରେ ମୋତେ ଜଣାଇବେ ଯେ ନୂଆ ସରକାର ଆସିଲା ପରେ ଚାକିରିରେ ଯେଉଁ ପ୍ରୋସେସ୍ ଅଛି, ପ୍ରୋସେସ୍ରେ କେତେ ସ୍ୱଚ୍ଛତା ଦେଖାଯିବ। ଠିକ୍ ଅଛି ପିଲେ, ମାର୍କିଂ ସ୍କିମ୍ ଯେଉଁ ଆସିବ, ମାର୍କିଂ ଯେଉଁ ହେବ, ଆପଣଙ୍କର ରେଜଲ୍ଟ ପ୍ରକାଶ ହେବ, ଏକ୍ଜାମ୍ କଣ୍ଡକ୍ଟ ହେବ। ଏକ୍ଜାମ୍ କଣ୍ଡକ୍ଟିଂ ଆମର ଯେଉଁ ବଡ଼ି ଅଛି, OSSC, OPSC, OSSC ଓଡ଼ିଶାରେ ଯେଉଁ ଅଛି, ଚାକିରିରେ ପିଲେ କେତେ ସ୍ୱଚ୍ଛତା ଦେଖାଯିବ, ସେଇଟା ଡିପେଣ୍ଡ କରୁଛି ଆପଣଙ୍କର ନୂଆ ସରକାର ଉପରେ। ଆପଣମାନେ କେବେ ବି ନିଜକୁ ଡିମୋଟିଭେଟ୍ ଏବଂ ଡିପ୍ରେସନ୍ ହୁଅନ୍ତୁ ନାହିଁ, ନିଜକୁ ଡିମୋଟିଭେଟ୍ କରନ୍ତୁ ନାହିଁ। ଆପଣମାନେ ପାଠ ପଢ଼ାରେ ଲାଗନ୍ତୁ। ଆଶା କରେ ଭିଡ଼ିଓଟି ଭଲ ଲାଗିଥିବ। ତ ଟିକେ ପିଲାମାନେ ଲାଇକ୍, ସବସ୍କ୍ରାଇବ୍, ସେୟାର କରିଦେବେ। ଧନ୍ୟବାଦ।